ରେଭେନ୍ସାର ନାମ ପରିବର୍ତ୍ତନ ହେବା ଦରକାର। ଏବେ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି, ଗତକାଲି ପ୍ରସ୍ତାବ ଦେଇଛନ୍ତି, କିନ୍ତୁ କ'ଣ ରେଭେନ୍ସାର ନାମ କେନ୍ଦ୍ରମନ୍ତ୍ରୀ କ'ଣ ରେଭେନ୍ସାର ମାଲିକ? କୋଉ କେନ୍ଦ୍ରମନ୍ତ୍ରୀ ଦେଇଛନ୍ତି? କେନ୍ଦ୍ରମନ୍ତ୍ରୀ କ'ଣ ମାଲିକ ରେଭେନ୍ସାର? ଓଡ଼ିଶା ଇଜ୍ ରେଭେନ୍ସା, ରେଭେନ୍ସା ଇଜ୍ ଓଡ଼ିଶା। ରେଭେନ୍ସାର କୌଣସି ପରିସ୍ଥିତିରେ ନାମ ପରିବର୍ତ୍ତନ ହେଇପାରିବ ନାହିଁ। ଓଡ଼ିଶାରେ ନିଆଁ ଜଳିଯିବ। କୋଉ କେନ୍ଦ୍ରମନ୍ତ୍ରୀ କରିଦେବେ ପରିବର୍ତ୍ତନ କରିଦେବେ? ହେଇପାରିବନି। ରାସ୍ତାକୁ ଓହ୍ଲେଇବ, ନିଆଁ ଜାଳିଦେବ। ରେଭେନ୍ସା ନାମ ପରିବର୍ତ୍ତନରେ କଂଗ୍ରେସ ନାମ ଏଇଟା ଚର୍ଚ୍ଚା ପାଇଁ ନା ଦିଅନ୍ତି, କୁହନ୍ତି ଏମିତି। ଯଦି କୋଉଠି କିଏ କହିଥିବ ଚର୍ଚ୍ଚା ପାଇଁ, ବୋଲେ ତା ନାଁଟା ଚର୍ଚ୍ଚାକୁ ଆସୁ, ଖାଲି କ୍ରେଡିଟ୍ ନେବା ପାଇଁ କିଏ କରିପାରିବେନି। ପରିବର୍ତ୍ତନ କ'ଣ କରିଦେବେ? କେନ୍ଦ୍ରମନ୍ତ୍ରୀଙ୍କ ଯୋଉ ଯୁକ୍ତି ପଛରେ କାହିଁକି ଉଦ୍ଦେଶ୍ୟ କ'ଣ ରହୁଛି? ରାଜନୈତିକ ଉଦ୍ଦେଶ୍ୟ ରହୁଛି? ଏଇଟା ଖାଲି ନା ଚର୍ଚ୍ଚାକୁ ହବ। ରାଜନୈତିକ ଉଦ୍ଦେଶ୍ୟ, ରାଜନୈତିକ ଉଦ୍ଦେଶ୍ୟରେ ଏଇଟା କରାଯାଉଛି। ରେଭେନ୍ସା ଇଜ୍ ରେଭେନ୍ସା। ହଜାର ଲକ୍ଷ ଲକ୍ଷ ଯୁବକ ସେଠୁ ବାହାରିଛନ୍ତି। IAS, IPS, ପଲିଟିସିଆନ୍, ଯେତେ ରେଭେନ୍ସା ଷ୍ଟୁଡେଣ୍ଟ ମ୍ୟାକ୍ସିମମ୍ ପଲିଟିସିଆନ୍ ଅଛନ୍ତି। କେନ୍ଦ୍ର କିଏ ମନ୍ତ୍ରୀ ହେଲାନି, କିଏ ଗଭର୍ଣ୍ଣର ହେଲାନି, କିଏ କେତେ ଦୂର ଆଗକୁ ଗଲେନି, କିଏ IAS ପାଇଛନ୍ତି, ବହୁତ ଲୋକ IAS ପାଇଛନ୍ତି ରେଭେନ୍ସା ଷ୍ଟୁଡେଣ୍ଟ। ଓଡ଼ିଶାର ଗର୍ବ ଗୌରବ ହଉଛି ରେଭେନ୍ସା। ତାକୁ ନାମ ପରିବର୍ତ୍ତନ କିଏ କରିବେ? ଅସମ୍ଭବ। କେବେ ସୂର୍ଯ୍ୟ କେବେ ପଶ୍ଚିମରେ ଉଦୟ ହେଲେଣି? ସୂର୍ଯ୍ୟ କେବେ ପଶ୍ଚିମରେ ଉଦୟ ହେଇନାହାନ୍ତି, ଆଉ ହବାର ପ୍ରଶ୍ନ ଉଠୁନି। ରେଭେନ୍ସାର ନାମ ପରିବର୍ତ୍ତନ ପ୍ରଶ୍ନ ଉଠୁନି। କଥା ସୁଭଦ୍ରା ଯୋଜନା, ଆପଣ କହୁଥିଲେ ଯେ ସରକାର ମିଛ କଥା କହୁଛନ୍ତି, ଭୁଆ ବୋଲୁଛନ୍ତି, କିନ୍ତୁ ଆଜିଠୁ ଆବେଦନ ହୋଇଛି। କିନ୍ତୁ ସେ ସରକାର ନିର୍ବାଚନ ପୂର୍ବରୁ କହୁଥିଲେ ଯେ ପ୍ରତି ମହିଳା ପାଇବେ, କିନ୍ତୁ ତାପରେ ଯୋଉ SOP ଗାଇଡଲାଇନ୍ ଏସବୁଥିରେ ତାଳମେଳ। ଆପଣ ଦେଖନ୍ତୁ, ଯୋଉମାନେ ଆପ୍ଲାଏ କରୁଛନ୍ତି, ଦେଖନ୍ତୁ କ'ଣ ହେଉଛି କ'ଣ ନାହିଁ। ସମୟକୁ ଅପେକ୍ଷା କରନ୍ତୁ। ସୁଭଦ୍ରା ଏ ଓରିଜିନାଲ ସୁଭଦ୍ରା କି ଡୁପ୍ଲିକେଟ୍ ସୁଭଦ୍ରା ସେଟା ପ୍ରମାଣିତ ହବ। ସବୁ ମହିଳାଙ୍କୁ ଦେବେ ତ, ଯୋଉ କଥା ନିର୍ବାଚନ ଯୋଉଟା ତାଙ୍କେ ସବୁ ନିର୍ବାଚନ ପ୍ରଚାର କରିଛନ୍ତି, ସବୁ ଯାକ କଥା କହିଥିଲେ ଯେ ସୁଭଦ୍ରା ସବୁ ମହିଳା 50,000 ଟଙ୍କା ପାଇବେ। ଲୋକ ଭାବିଲେ ବର୍ଷକୁ ଯୋଉ ମାସକୁ 50,000 ଟଙ୍କା ଗୋଟରେ ମିଳିବ ବୋଲେ ବର୍ଷକୁ 50,000 ମିଳିବା ପାଇଁ ମା ମାନେ ଭାବିକି ଭୋଟ ମାରିଦେଲେ। ବୋଲେ ଆଗକୁ 5 ବର୍ଷରେ 50, ବର୍ଷକୁ 10,000, ସେଟା ଫେର 2 ଭାଗରେ। ଲୋକ ଏବେ ଛିଚାକର କଲେଣି। ଦେଖନ୍ତୁ, ସମୟକୁ ଅପେକ୍ଷା କରନ୍ତୁ। ସୁଭଦ୍ରା ଯୋଜନା ପରେ ସେ ତଳିତଳାନ୍ତ ହେବେ। ସୁଭଦ୍ରା ଯୋଜନା, ଇଲେକ୍ଟ୍ରିକ୍ 300 ୟୁନିଟ୍, ତାପରେ ଆପଣଙ୍କର ଭତ୍ତା 3,500 ଟଙ୍କା ଯୋଉ ଭତ୍ତା କହିଥିଲେ 80 ବର୍ଷକୁ, 60 ବର୍ଷ ପାଇବାଟା 80 ବର୍ଷକୁ ପଳେଇଲେ। କେତେ ଲୋକ ବଞ୍ଚନ୍ତି 80 ବର୍ଷରେ? ଗାଁ ଗହଳିର ଲୋକ କେତେ ଲୋକ ଅଛନ୍ତି 80 ବର୍ଷ ପାଉଛନ୍ତି? ଏ ଯୋଉ ତାଙ୍କର ଟ୍ୱିଟ୍, ଏ ଯୋଉ ତାଙ୍କର ଇଏ ପ୍ରଚାର ପ୍ରସାର କରିଥିଲେ, ଭୋଟ ପାଇଥିଲେ, ସୋସିଆଲ ମିଡ଼ିଆ ଲୋକ ଗୁଡ଼ା ମାଇକିନା ମାନେ ଗାଳି କରୁଛନ୍ତି। ଏବଂ ତାଙ୍କର ଚିଠି ଫଣ୍ଡ କଥା ମୁଁ ବିଧାନସଭାରେ ଉଠେଇଥିଲି, କାଲି କହିଥିଲି ବିଧାନସଭାରେ। ଚିଠି ଫଣ୍ଡରେ କହିଥିଲେ ଆମେ ହବା 24 ଘଣ୍ଟା ଭିତରେ କହିଥିଲେ ତାଙ୍କ ସଭାପତି। 24 ଘଣ୍ଟା ନା, ଏବେ ଆଉ 24 ଘଣ୍ଟା ହେଇନି। ମୁଁ ମନମୋହନ ସାମଙ୍କୁ ଖାଲି ଏତିକି କହିବି, ସଭାପତି ବିଜେପିର, ଭାଇ ତମର ଆଉ 24 ଘଣ୍ଟା ହେଇନି, ଶୋଇଛ? ଲାଜ ଲାଗୁନି? ଲୁଚୁଛି ନା ଗୋଡ଼ ଦିଟା ଦୁଶୁଛି?